ଥରେ ଖାଇଲେ ଏହି ଜିନିଷ ଥଣ୍ଡା ପାଖ ମାଡ଼ିବ ନାହିଁ। ଦେଖନ୍ତୁ ସମ୍ପୂର୍ଣ୍ଣ ଏହି ବିବରଣୀ। ନମସ୍କାର ବନ୍ଧୁଗଣ, ବଦଳୁଥିବା ଋତୁ କାରଣରୁ ଆପଣଙ୍କୁ ଥଣ୍ଡା କାଶ ଭଳି ସମସ୍ୟା ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କୁ ଥଣ୍ଡା ଏବଂ କାଶ ଭଳି ସମସ୍ୟା ଆରମ୍ଭ ହୋଇଥାଏ, ତେବେ ଆପଣଙ୍କୁ ବହୁତ ଯନ୍ତ୍ରଣା ହୋଇଥାଏ ଏବଂ ଆପଣ ବିଭିନ୍ନ ପ୍ରକାରର ଏଲୋପାଥିକ୍ ଔଷଧ ଖାଇବା ଆରମ୍ଭ କରିଦିଅନ୍ତି। ଏଲୋପାଥିକ୍ ମେଡ଼ିସିନ ପ୍ରୟୋଗ କରିବା ପୂର୍ବରୁ ଆପଣ ଯଦି ଆପଣଙ୍କର କିଛି ଘରୋଇ ଉପଚାର ପ୍ରୟୋଗ କରିବେ, ତେବେ ତୁରନ୍ତ ଥଣ୍ଡା, କାଶ ବା କଫ ଭଳି ସମସ୍ୟା ଦୂର ହୋଇଯିବ। ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ସହଜ ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ବନାଇବା ବହୁତ ସହଜ ଅଟେ। ତେବେ ଆସନ୍ତୁ, କାଶ ଏବଂ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ଏହି ରେମିଡ଼ିକୁ କେମିତି ବନାଇବା। ପ୍ରଥମେ ଆମେ କାଢ଼ା ବନାଇବା ଏବଂ ସେଥିରେ 2ରୁ 3 ଗ୍ଲାସ ପାଣି ନିଅନ୍ତୁ। ଏଥିପାଇଁ ଆପଣଙ୍କୁ 3 ଗ୍ଲାସ ପାଣିର ଆବଶ୍ୟକ ପଡ଼ିବ। 3 ଗ୍ଲାସ ପାଣିକୁ ଆପଣ ଗ୍ଲାସରେ ବସାଇ ତାକୁ ଗରମ କରି ଛାଡ଼ି ଦିଅନ୍ତୁ ଏବଂ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ, ତାହା ଅଟେ ଗୋଲମରିଚ। ଏଥିପାଇଁ ଆପଣ ଅଧା ଚାମଚ ଗୋଲମରିଚ ନିଅନ୍ତୁ। ତା ପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ, ତାହା ଅଟେ ଜିରା। ଏଥିପାଇଁ ଅଧା ଚାମଚ ଜିରା ନେବା। ଏଥିପାଇଁ ଆମକୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ, ତାହା ହେଉଛି ଅଦା। ଅଦା ଆମେ ଛୋଟ ଛୋଟ ପିସ୍ କରି କାଟିଦେବା ଏବଂ ଅଦା ଗୋଲମରିଚ ସହ ଆମେ ତାହା ସଙ୍ଗେ ମିଶାଇବା। ଏବେ ଆମେ 3ଟି ସାମଗ୍ରୀକୁ ଦରଛେଚା କରି ବାଟିଦେବା ଏବଂ ଯେଉଁ 3 ଗ୍ଲାସ ପାଣି ଗ୍ଲାସରେ ବସାଇଲେ, ତାହା ଫୁଟିଲା ପରେ ଆମେ ବାଟି ରଖିଥିବା 3ଟି ସାମଗ୍ରୀକୁ ସେଥିରେ ପକାଇଦେବା। ଏବେ ଆମେ ଏହି 3ଟି ସାମଗ୍ରୀକୁ 10 ମିନିଟ୍ ପର୍ଯ୍ୟନ୍ତ ବଏଲ୍ କରି ଫୁଟାଇବା, ଯେମିତି ଏହି ସମସ୍ତ ସାମଗ୍ରୀ ପୋଷକ ତତ୍ତ୍ୱ ଏହି ପାଣି ମଧ୍ୟକୁ ଆସିଯିବ। ଏହି ସାମଗ୍ରୀ ଆପଣଙ୍କର କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ହୋଇଥାଏ। ଦେଖନ୍ତୁ, ପାଣି ଫୁଟି ସାରିଲା ପରେ ଏବେ ଆପଣ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ଢାଙ୍କିକି 10 ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ। 10 ମିନିଟ୍ ଏହା ଯେତେବେଳେ ଥଣ୍ଡା ହୋଇଯିବ, ଏହାକୁ ଏକ ପାତ୍ରକୁ ଛାଣି ଦେବା। ଏବେ ଆମେ ଏଥିରେ ଆଉ ଏକ ସାମଗ୍ରୀ ମିଶାଇବା, ତାହା ହେଉଛି ଲେମ୍ବୁ। ଫାଳେ ଲେମ୍ବୁ ରସ ଆମେ ଏଥିରେ ମିଶାଇ ଦେବା। ଲେମ୍ବୁରେ ଥିବା ଭିଟାମିନ୍ ଡି ଆପଣଙ୍କର କାଶ ଏବଂ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ସହାୟତା ହୋଇଥାଏ। ଜଗନ୍ନାଥ ନ୍ୟୁଜ୍ 24।